ଯେଉଁ ଲୋକଙ୍କ ଭିତରେ ଆତ୍ମବିଶ୍ୱାସର ଅଭାବ ଥାଏ ସେମାନଙ୍କ ଜୀବନରେ ଶାରୀରିକ ସମ୍ପର୍କ ବନେଇବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହେ। ମହିଳାମାନେ 45 ବର୍ଷ ପର୍ଯ୍ୟନ୍ତ ପ୍ରାୟ 1000 ଥର ଶାରୀରିକ ସମ୍ପର୍କ ବନେଇଥାନ୍ତି। କଷ୍ଟରେ ଯେତେବେଳେ କାହାକୁ ଦେଖିବାକୁ ସୁଯୋଗ ମିଳେ ନାହିଁ ସେତେବେଳେ ସେ ଜୀବନ ବହୁତ ଖାସ୍ ହୋଇଯାଏ। ଲୋକମାନେ ଅଧିକାର ଜମେଇଥାନ୍ତି କିନ୍ତୁ ସମ୍ପର୍କକୁ ନିଭେଇବା ଜାଣିନଥାନ୍ତି। ଯେଉଁ ସାଥୀ ସହିତ ଥାଆନ୍ତି ସେହି ସାଥୀ ସହିତ ନୁହେଁ ସେମାନେ ଏହାକୁ ମଧ୍ୟ ଜାଣିନଥାନ୍ତି। କିଛି ଫରକ ପଡ଼େନି ଅସଫଳ ଲୋକଙ୍କ ସାଙ୍ଗରେ ବସନ୍ତୁ, ସେମାନଙ୍କ ପାଖରେ ଅହଙ୍କାର ନୁହେଁ ଅନୁଭବ ମିଳିବ। ଗୋଟେ ଆଧୁନିକ ଅନୁସାରେ ଗୁପ୍ତାଙ୍ଗ ମିଠା ହୋଇଥାଏ। ଯେଉଁମାନେ ଅଧିକ ଚିନ୍ତାରେ ଥାଆନ୍ତି ଏହା କେବଳ ଭିତରେ ହରମୋନ୍ ପରିବର୍ତ୍ତନ କାରଣରୁ ହୋଇଥାଏ। ମନକୁ ଠିକ୍ କରିବା ପାଇଁ ମଧ୍ୟ ଆସିପାରନ୍ତି ନାହିଁ କିନ୍ତୁ ଖରାପ କରିବା ପାଇଁ ଲୋକଙ୍କ ଭିତରେ ଯାଇଥାଆନ୍ତି। ଏହି ବିଷୟଟା ମୁଖ୍ୟତଃ ମାନବ ମନୋବିଜ୍ଞାନ, ଆତ୍ମବିଶ୍ୱାସ ଏବଂ ଶାରୀରିକ ସମ୍ପର୍କ ପ୍ରଭାବ ବିଷୟରେ। ନମ୍ବର 1 ଆତ୍ମବିଶ୍ୱାସର ଅଭାବ ଥିବା ଲୋକ। ଯେଉଁମାନଙ୍କ ନିଜ ପ୍ରତି ବିଶ୍ୱାସ କମ୍ ସେମାନେ ପ୍ରାୟତଃ ଜୀବନରେ ଶାରୀରିକ ସମ୍ପର୍କକୁ ବଡ଼ ବିଷୟ ଭାବରେ ଦେଖନ୍ତି। କାରଣ ଏହା ସେମାନଙ୍କ ପାଇଁ ଆକୃତିର ପ୍ରମାଣ ଭଳି ଲାଗେ। କେହି ମୋତେ ପସନ୍ଦ କରୁଛନ୍ତି, ସ୍ୱୀକାର କରୁଛନ୍ତି ବୋଲି। 2 ମହିଳାଙ୍କ 45 ବର୍ଷ ପର୍ଯ୍ୟନ୍ତର ଅନୁଭବ। ଅନୁମାନ ଭାବରେ ଅନେକ ମହିଳା 1000 ଥର ସମ୍ପର୍କ କରନ୍ତି ନାହିଁ। ଏହାର ଅର୍ଥ ସେମାନଙ୍କ ଶାରୀରିକ ସମ୍ପର୍କ ସଂଖ୍ୟା ସୀମିତ ଏବଂ ସୁଯୋଗ କମ୍। ତେଣୁ ଯଦି ସେମାନେ କାହାକୁ ପାଆନ୍ତି ସେହି ସମ୍ପର୍କ ଖାସ୍ ଓ ଅର୍ଥପୂର୍ଣ୍ଣ ହୋଇଥାଏ। 3 ସମ୍ପର୍କକୁ ନିଭେଇବାର କଳା। କିଛି ଲୋକ ଅଧିକାର ତ ମଜା ନିଅନ୍ତି କିନ୍ତୁ ସମ୍ପର୍କକୁ ରଖିବା ଓ ଭଲ ଭାବରେ ନିଭାଇବା ଜାଣିନଥାନ୍ତି। ଏହାକୁ ସମ୍ପର୍କରେ ଦୃଢ଼ତା ଓ ଅନୁଭବର ଅଭାବ ଆସେ। 4 ଅସଫଳ ଲୋକଙ୍କ ସଙ୍ଗତ। ଅସଫଳ ଲୋକଙ୍କ ସାଙ୍ଗରେ ବସିଲେ ସେମାନଙ୍କ ପାଖରେ ଅହଙ୍କାର କମ୍ କିନ୍ତୁ ଅନୁଭବ ବେଶୀ ଥାଏ। ସେମାନଙ୍କ ସାଙ୍ଗରୁ ଆପଣଙ୍କ ଜୀବନ ଶିକ୍ଷା ପାଇପାରନ୍ତି। 5 ଚିନ୍ତା, ହରମୋନ୍ ଏବଂ ଶାରୀରିକ ପ୍ରଭାବ। ଅଧିକାଂଶ ଲୋକଙ୍କୁ ଦେଖିଛନ୍ତି ଅଧିକ ଚିନ୍ତାରେ ରହୁଥିବା ଲୋକଙ୍କର ଗୁପ୍ତାଙ୍ଗ ସ୍ୱାଭାବିକ ରାସାୟନିକ ପ୍ରଭାବ ପରିବର୍ତ୍ତନ ହୋଇଥାଏ। ଏହା କେବଳ ହରମୋନ୍ର ପରିବର୍ତ୍ତନ କାରଣରୁ ହୁଏ। ମାନସିକ ଭାବେ ସେମାନେ ଠିକ୍ ହୋଇପାରନ୍ତି ନାହିଁ କିନ୍ତୁ ନେଗେଟିଭ୍ ଉର୍ଜା ଅନ୍ୟମାନଙ୍କୁ ଦେଇପାରନ୍ତି। ଏହାର ପରିବର୍ତ୍ତନ ହେଉଛି ଆତ୍ମବିଶ୍ୱାସ, ମାନସିକ ସ୍ୱାସ୍ଥ୍ୟ ଏବଂ ସମ୍ପର୍କକୁ ନିଭେଇବାର କଳା। ଏମାନେ ଜୀବନରେ ସମ୍ମାନ ଗୁରୁତ୍ୱପୂର୍ଣ୍ଣ। କେବଳ ଶାରୀରିକ ସମ୍ପର୍କ ସୁଯୋଗ ପାଇଲେ ପ୍ରେମ ବା ସମ୍ପର୍କ ଟିକି ନଥାଏ। ସେଥିପାଇଁ ଭାବନା, ସମ୍ମାନ ଓ ମନୋବିଜ୍ଞାନ ସୂତ୍ର ଆବଶ୍ୟକ।